ପ୍ରଶସ୍ତ ପକ୍କା ଘର ଏବଂ ଚୁବିପୁଳ ମତ୍ସ୍ୟ ପୋଖରୀ ସବୁବେଳେ ବାରମ୍ବାର ଆଲୋଡ଼ିତ ହଉଥିଲା। ଯୋଉମାନେ ମିଷ୍ଟ୍ରି ଅଫ ଦି ମିସିଂ କେପ୍ ଇଂରାଜୀରେ ଯୋଉଟା ପ୍ଲସ୍ ଟୁ ଚାଲିଛି ବା ଓଡ଼ିଆରେ ଅପହୃତ ଟୋପିର ରହସ୍ୟ ପଢିଛନ୍ତି, ସେଇଥିରେ ମହାରଣା ଚରିତ୍ର ଭିତରେ ତାଙ୍କ ବାପାଙ୍କୁ ଅନୁଧ୍ୟାନ କରିବେ ମଧୁସୂଦନ ଦାସ। ଏବଂ ତାଙ୍କ ଘରେ ଗୋଟେ ଘଟିଥିଲା ଗୋଟେ ଆଉ ଗୋଟେ ବଡ ଦୁର୍ଘଟଣା, ଯୋଉଟା କି ଡକାୟତି ମାନେ ଆସି ଡକାୟତି କରି ନେଇଯାଇଥିଲେ ଏବଂ ତାଙ୍କ ମାଆକୁ ମାରିବା ପାଇଁ ଚାହୁଁଥିଲେ। ଏଇ ସବୁ ସାନଟି ବେଳୁ ଏ ପ୍ରକାର ଦୃଶ୍ୟାନ୍ତର ଭିତରେ କିରି ତାଙ୍କର କଥାର ଦିଗ ଦିଗନ୍ତ ବଢି ଚାଲିଥିଲା। ସେଇ କଥାର ଗୋଟେ ନମୁନା ହଉଛି, ଗୋଟେ ବିଶିଷ୍ଟ ନମୁନା ହଉଛି ପ୍ରଭଞ୍ଜନ ଉପନ୍ୟାସ। ଏ ଉପନ୍ୟାସରେ ଆରମ୍ଭ ହଉଛି ହରି ଚୌଧୁରୀ ପ୍ରସଙ୍ଗରୁ। ହରି ଚୌଧୁରୀ ତାଙ୍କର ପିତା ଜଣେ ଜମିଦାର ପର୍ଯ୍ୟାୟର ଗୋବିନ୍ଦ ନାରାୟଣ ଚୌଧୁରୀ। ସିଏ ଲୋକଙ୍କୁ ବିଭିନ୍ନ ପ୍ରକାର କାଇଦା କଟକଣାରେ ଲୋକଙ୍କ ପକେଟରୁ ଶେଷ କପର୍ଦ୍ଦକ ନବାରେ ଧୁରନ୍ଧର ଥିଲେ। ହରି ଚୌଧୁରୀକି କିନ୍ତୁ ପଠେଇଥିଲେ କଲିକତାରେ ଯାଇ ପାଠ ପଢିବା ପାଇଁ। ହରି ଚୌଧୁରୀ କଲିକତାରେ ପାଠ ପଢାରେ ଉତ୍ତୀର୍ଣ୍ଣ ହେଇପାରିଲେନି, ଅଥଚ ଅଭିଗୁଣ ମାନ ଧରିକି ଆସିଲେ। କୁସ୍ଥାନ ସୁସ୍ଥାନକୁ ଗମନ କଲେ, ଯେମିତି ଫକୀର ମୋହନଙ୍କର ରାଜୀବ ଲୋଚନ ସଭ୍ୟ ଜମିଦାର ଗଳ୍ପରେ, ଏବଂ ମଦ୍ୟାସକ୍ତ ହେଇଗଲେ। ବାପା ମାଙ୍କର ଗହଣା ଗାଣ୍ଠି ମଧ୍ୟ ଅଭାବ ପଡିଲା। ଫେରି ଆସିଲେ। ଆସିଲା ପରେ ତାଙ୍କର ପତ୍ନୀ ଦୁର୍ଗାବତୀ ସହିତ ତାଙ୍କର ପାରିବାରିକ ସଂଘର୍ଷ ରହିଲା। ନିଜସ୍ୱ ଔରସରୁ କୌଣସି ସନ୍ତାନ ହେଲା ନାହିଁ। ସେଇ ଘରେ ଜଣେ ଦାସୀ ରହୁଥିଲା ଏବଂ ଜଣେ ପରିଚାରକ ରହୁଥିଲେ ବୃନ୍ଦାବନ। ତାଙ୍କରି ପୁଅ ହଉଛି ସନ୍ଦୀପ ଚୌଧୁରୀ। ୟାଙ୍କର ପୋଷ୍ୟପୁତ୍ର। ଏ ପରିବାରର ପରବର୍ତ୍ତୀ ପିଢିର ବ୍ୟକ୍ତି ହିସାବରେ ତାଙ୍କର ପରିଚୟ ତିଆରି ହେଲା ଏବଂ ଇଏ ହଉଛନ୍ତି ସେ ସମୟର କଲେଜ ଶିକ୍ଷିତ ବ୍ୟକ୍ତିତ୍ବ ସେ ଅଞ୍ଚଳ। ସୁଜନପୁର ସେ ଗାଁ, ସେଠି ଲୋକ ପାରମ୍ପରିକ ଜୀବନ ଯାପନ କରନ୍ତି। କୃଷି, ମତ୍ସ୍ୟ ଏବଂ ଲୁଣମରା, ଏ ତିନିଟା କାମ ଥିଲା ସେମାନଙ୍କର କୌଳିକ ବୃତ୍ତି। ଯେମିତି ରାଧାନାଥ ଲେଖିଛନ୍ତି ଭୋଗରାଇ ଏହି ସମ୍ପର୍କରେ, ଦିଗନ୍ତ ବିସ୍ତାରୀ ଭୋଗରାଇ ଯାର ଦିଗନ୍ତ ବିସ୍ତାରୀ ଶାଳୀ କେଦାର। ଧାନ ପାନ ମିନ ର ସ୍ଥାନ, ଏଇ ଜାଗାରେ ପାରମ୍ପରିକ ଜୀବନ ଧାରାରେ ଲୋକ ବଞ୍ଚୁଥିଲେ। ତା ସହିତ ସେମାନେ ଅନେକ ଅର୍ଥନୀତି ସମୃଦ୍ଧ କରୁଥିବା ଚାଷ ମଧ୍ୟ କରିଥାନ୍ତି, ଯେମିତି କାଜୁ, ଚିନାବାଦାମ ଆଉ ସପୁ ମସିଣା। ଏସବୁରେ ମଧ୍ୟ ପାନରେ ଏମାନଙ୍କର ମଧ୍ୟ ଏକ୍ସକ୍ଲୁସିଭ କ୍ୱାଲିଟିର ଜିନିଷ ସେମାନେ ବନାନ୍ତି। ଏ ପ୍ରକାର ପାରମ୍ପରିକ ସ୍ଥାନଙ୍କର ଅତି ଉର୍ବରା ଜାଗା, ଅତି ଭୋଗେ ଭୋଗରାଇ, ଏ ସ୍ଥାନରେ ବାତ୍ୟା ଆସିଲା। 6 ବର୍ଷର ବାଳକ, ବାତ୍ୟା ଏମିତି ଲୁଣ୍ଠିତ କରିଲା ସେ ଅଞ୍ଚଳକୁ, ଲୋକଙ୍କର ଥଇଥାନ। ଯେତେବେଳେ ବାତ୍ୟା ଆସିଛି, ସେତେବେଳେ ତାଙ୍କର ବଡ ଭାଇ ଦୁର୍ଗାପୂଜା ମନମଥନାଥ ଦାସ ଯେତେବେଳେ କଲେଜ ପଢୁଆ ଯୁବକ ଘରେ ଥାଆନ୍ତି, ଗାଁରେ ଥାଆନ୍ତି, ଲୋକେ ସବୁ ଆଶ୍ରୟ ପାଇଁ ଆସିଛନ୍ତି। ସେମାନଙ୍କୁ ଟେକିକି ଆଣିବା ଭିତରେ ପବନ ତାଙ୍କୁ ପେଣ୍ଡୁ କରି ଉଡେଇ ଦେଉଥାଏ। ଏ ଦୃଶ୍ୟ, ଏ କଥା ଯେତେବେଳେ ମନୋଜ ଦାସଙ୍କର ଆତ୍ମଜୀବନୀ ଜୀବନର ପଥପ୍ରାନ୍ତି ଦିଗନ୍ତର ଦୃଶ୍ୟ ମୁଁ ପଢୁଥିଲି ଏବଂ ମନୋଜ ଦାସଙ୍କର ବର୍ଣ୍ଣିତ ପ୍ରଭଞ୍ଜନର କି ରୂପ, କରାଳ ରୂପ ମୁଁ ଦେଖିଲୁ ଯେ ସମାନ କଥା ଦୁଇଟି ଧାରାରେ ଲେଖା, ଗୋଟିଏ ଇତିହାସରେ ଲେଖା ଆଉ ଗୋଟେ ସାହିତ୍ୟରେ ଲେଖା। ଇତିହାସ ଏବଂ ସାହିତ୍ୟର ସମନ୍ୱୟ ପୀଠ ହଉଛି ଶଙ୍ଖାରୀ ଗ୍ରାମର ମନୋଜ ଫାଉଣ୍ଡେସନ, ଯାହା ଏବେ ସେ ଅଞ୍ଚଳର ଏ ଦୁଇଟି କଥାରେ ଆଗୁଆ ରହିବ ବୋଲି ବିଶ୍ୱାସ କରି ଓଡ଼ିଶା ସରକାର ସେ ସ୍ଥାନକୁ ପୁନର୍ନିର୍ମିତ କରିଛନ୍ତି, ସୁବ୍ୟବସ୍ଥିତ କରିଛନ୍ତି। ଏହା ଏକ ପୀଠରେ ପରିଣତ ହବ, ଏ ପ୍ରକାର ଆଶା ଭରସା ଓଡ଼ିଶା ସରକାରଙ୍କର ଅଛି। ସେ ଜାଗାରେ ମନୋଜ ଜୟନ୍ତୀ ଶ୍ରାଦ୍ଧ ସଭା ପାଳନ ହଉଛି। ସେଇ ଘଟଣା ପରିବେଶରେ ଯେତେବେଳେ ଉପନ୍ୟାସଟିକୁ ଆପଣ ପଢିବେ ଏବଂ ସେ ଘରଟାକୁ ଲୋକେଟ କରିବେ, ଦେଖିବେ ସେ ସବୁ ସ୍ଥାନ ନିର୍ଦ୍ଦିଷ୍ଟ ଭାବେ ବର୍ଣ୍ଣିତ ଅଛି। ଆସିଲା ହରି ଚୌଧୁରୀଙ୍କର ସନ୍ତାନ ସନ୍ଦୀପ। ସନ୍ଦୀପ ଗୋଟିଏ ପାଖରେ ଥିଲା ଲାଲ ଗ୍ରାମର ରାୟ ସାହେବଙ୍କର କନ୍ୟା ଗୀତା, ଯୋଉମାନେ ସେଇ ବାତ୍ୟା ବେଳେ ଆଙ୍କ ଘରେ ଆଶ୍ରୟ ନେଇଥିଲେ ପକ୍କା ଘରେ, ତାଙ୍କ ସହିତ ଗୋଟେ ପ୍ରେମ ସମ୍ପର୍କ ହେଇଛି। ଅଥଚ ତା ବାପା ଚାହୁଁନାହାନ୍ତି, କାହିଁକି ନା ଇଏ କୌଣସି କୁଳ ସମ୍ଭୂତ
ଜମିଦାର ପୁତ୍ର ନୁହେଁ, ଇଏ ଗୋଟେ ଦାସୀ ଏବଂ ବୃନ୍ଦାବନର ପୁତ୍ର, ତେଣୁ ତାକୁ ଏକ୍ସେପ୍ଟ କରୁନାହାନ୍ତି। ସେ କିଛି ଦିନ ରହିଛି ଯାଇଛି, ତାପରେ ପରେ ଦ୍ୱିତୀୟ ନାରୀ ଚରିତ୍ର ଆସୁଛି।